ବର୍ଷା ଦିନ ଆସିଲେ ଘରେ ଘରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ସ୍ୱାସ୍ଥ୍ୟ ସମସ୍ୟାରେ ଆମେ କେମିତି ନିଜ ଶରୀରକୁ ଯତ୍ନ ନେବା, ଏ ବିଷୟରେ ଆଜି ଆମର କାର୍ଯ୍ୟକ୍ରମରେ ଆସନ୍ତୁ ଆଲୋଚନା କରିବା। ଆମ ସହିତ ଅଛନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରଞ୍ଜନ କୁମାର ବେହେରା। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର। ନମସ୍କାର। ଘରେ ଘରେ ଭାଇରାଲ ରୋଗ, ଥଣ୍ଡା, ଜ୍ୱର, ସର୍ଦ୍ଦି, କାଶ ଏ ଭୟଙ୍କର ମାତ୍ରାରେ ବ୍ୟାପୁଛି। ତ ଏହି ସମୟରେ ଆମେ କିପରି ନିଜ ଶରୀରର ଯତ୍ନ ନେବା? ବର୍ତ୍ତମାନ ଆକ୍ଚୁଆଲି ବର୍ଷା ଦିନ ସମୟ ଯୋଉଟା ଚାଲିଛି, ବର୍ଷା ଋତୁଟା, ସାଧାରଣତଃ ବର୍ଷା ଦିନରେ କେତେଗୁଡ଼ିକ ରୋଗର ଭାରି ପ୍ରାଦୁର୍ଭାବ ଥାଏ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆପଣଙ୍କର ମ୍ୟାଲେରିଆ। ବର୍ତ୍ତମାନ ଚିରାଚରିତ ଯେଉଁ ଡେଙ୍ଗୁ, ସିଏ ବି ବହୁତ ଚାଲିଛି। ହଇଜା, ଆମାଶୟ, ଆନ୍ତରିକ ଜ୍ୱର, ତା ଛଡ଼ା ଜଣ୍ଡିସ୍, କାମଳ ରୋଗ ଯୋଉଟା, ଏହିପରି ବିଭିନ୍ନ ପ୍ରକାର ଜଳବାହିତ ରୋଗ ମଧ୍ୟ ଦେଖାଯାଏ। ଚର୍ମ ଜନିତ ରୋଗ ମଧ୍ୟ ବହୁତ ସମୟରେ ଛଉ, ଏକ୍ଜିମା, ପାଦରେ ଫଙ୍ଗାଲ ଇନଫେକ୍ସନ ଯୋଉଟା ବିଭିନ୍ନ କଣ୍ଟାମିନେଟେଡ୍ ପାଣି ଲାଗିବା ଦ୍ୱାରା ସେ ମଧ୍ୟ ଦେଖାଯାଇଥାଏ। ତା ଛଡ଼ା ଯୋଉଟା ଆପଣ କହିଲେ ଥଣ୍ଡା, ଜ୍ୱର, କାଶ, ଏଇଟା ଭାଇରାଲ ଫିଭର, ତାର ଲକ୍ଷଣ ଦେଖାଯାଏ। ବର୍ଷା ଦିନରେ ସାଧାରଣତଃ ବେଶୀ ମାତ୍ରାରେ ଦେଖାଯାଏ। ଏହାର କାରଣ ହେଉଛି ଜଳ ବହୁତ ଜାଗାରେ ଷ୍ଟାଗନାଣ୍ଟ ହେଇକି ରହେ, ଯୋଉଟା କି ଆମର ଆର୍ଟିଫିସିଆଲ ପାଣି ଜମି ଖାଲଖମା ଅଛି, ପାଣି ଜମି ଯାଉଛି। ତେଣୁ ସେଠି ମ୍ୟାଲେରିଆ ଜୀବାଣୁ ମଶା ସେଠି ତାର ପ୍ରାଦୁର୍ଭାବ ବଢାଏ। ତେଣୁ ମ୍ୟାଲେରିଆ ବହୁତ ମାତ୍ରାରେ ଦେଖାଯାଏ। ତା ଛଡ଼ା ଡେଙ୍ଗୁ, ଯୋଉଟା କି ଆର୍ଟିଫିସିଆଲ ଷ୍ଟାଗନେସନ, କ୍ଲିନ୍ ୱାଟର, ଯୋଉଟା ଆମର ଲୋକମାନେ ପଇଡ଼ ଖାଇଲା ପରେ ତାକୁ ଫୋପାଡ଼ି ଦେଉଛନ୍ତି, ଟିଣରେ ଗଛ ଲଗେଇଛୁ ଛାତ ଉପରେ ବା ବାହାରେ ବା କୌଣସି ଜାଗାରେ ଟାୟାର, ଟ୍ୟୁବ୍, ଏସବୁ ବିଭିନ୍ନ ଯୋଉ ପଡ଼ିଥାଏ ଆସବାବପତ୍ର, ଯୋଉଟା କି ତା ଭିତରେ ପାଣି ରହେ, ସେ ଯୋଉଟା ସ୍ୱଚ୍ଛ ପାଣି, ଏବଂ ସେଇ ସ୍ୱଚ୍ଛ ପାଣିରେ ଆମର ଯୋଉ ଏଡିସ୍ ମଶା, ଯୋଉଟା କି ଡେଙ୍ଗୁର ବାହକ, ସେଇଟା ବହୁତ ମାତ୍ରାରେ ପ୍ରଜନନ କରନ୍ତି ଏବଂ ଡେଙ୍ଗୁ ସେଥିପାଇଁ ମଧ୍ୟ ବର୍ତ୍ତମାନ ଦେଖାଯାଉଛି ଡେଙ୍ଗୁ ଜ୍ୱର ବହୁତ ମାତ୍ରାରେ ବଢ଼ିଛି। ଏବଂ ସାଧାରଣତଃ ଏଇଟା ଆମର କେନ୍ଦୁଝର ଜିଲ୍ଲାରେ ଆମେ ଦେଖୁଛୁ ଏବଂ ଯୋଡ଼ା, ବଡ଼ବିଲ ଏ ସାଇଟ୍ରେ ବେଶୀ ଏଇଟା ଦେଖାଯାଉଛି। ଏ ତ ବର୍ଷା ଦିନ ଥଣ୍ଡା ହବ, ତେବେ ଯଦି ଥଣ୍ଡା ହେଲା ଆମେ ଡାକ୍ତରଙ୍କ ପାଖକୁ ଯାଉଛନ୍ତି, ଔଷଧ ଖାଉଛନ୍ତି। ଥଣ୍ଡା ନ ହେବା ପାଇଁ ଆମେ କିପରି ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବା? ପ୍ରତ୍ୟେକ ଜିନିଷର ଦେଖନ୍ତୁ, ଗୋଟିଏ ଜିନିଷ ହେଉଛି ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର। ଆଜ୍ଞା। ତେଣୁ ଆମକୁ ଇନଫେକ୍ସନ ନ ହେବା ପାଇଁ ଆମେ ଯଦି ତାର ପ୍ରତିଷେଧମୂଳକ ବ୍ୟବସ୍ଥା ନେବା, ଅର୍ଥାତ୍ ଆମେ ବର୍ଷାରେ ଭିଜିବା ନାହିଁ, ଯୋଉ ଭିଜିବା ପୂର୍ବରୁ ଆମେ ଛତାଟିଏ ନେଇପାରିବା, ଭିଜିବାକୁ ଆଭଏଡ୍ କରିବା ପାଇଁ। ସେମିତି ରେନକୋଟ୍ ମଧ୍ୟ ୟୁଜ୍ କରିପାରିବା। ଦରକାର ନଥିଲେ ଆମେ ବର୍ଷାରେ ଭିଜିବାର ନାହିଁ, ଓଦା ହେବାର ନାହିଁ। ତା ଛଡ଼ା ବିଭିନ୍ନ ପ୍ରକାର ବର୍ତ୍ତମାନ ଭାଇରାଲ ଫିଭର ଯଦି ବି ଧରିଲା, ଏଇଟା ସାଧାରଣତଃ ଗୋଟେ ଅଛି କଣ୍ଟାଜିଅସଟା, ଆପଣଙ୍କର ଇନଫେକ୍ସିୟସ୍। ଏଇଟା ଜଣଙ୍କ ପାଖରେ ହେଲେ କ୍ରାଉଡ୍ ଆଟମସ୍ଫିୟରରେ ହଉ ବା ଗୋଟେ କ୍ଲୋଜ ଚେମ୍ବର ଭିତରେ ହଉ ବା ଗୋଟିଏ ଘର ଜଣକୁ ଯଦି ହେଲା, ତାହେଲେ ଅନ୍ୟାନ୍ୟ ସେଇ ପରିବାର ସଦସ୍ୟମାନଙ୍କୁ ମଧ୍ୟ ଧରିବାର ଯଥେଷ୍ଟ ସମ୍ଭାବନା ଅଛି। ଥଣ୍ଡା ଜୀବାଣୁ ଯୋଉଟା ଭାଇରସ ଜନିତ ଛିଙ୍କିବା ଦ୍ୱାରା, କାଶିବା ଦ୍ୱାରା ଅନ୍ୟ ଜଣଙ୍କୁ ପାଖାପାଖି ଥିଲେ ତାଙ୍କୁ ମଧ୍ୟ ଏଟା ଧରି ନିଏଥାଏ। ବାୟୁ ଜନିତ ଏଇଟା ସାଧାରଣତଃ ଭାଇରାଲ ଫିଭରଟା ସେଥିପାଇଁ ବହୁତ ମାତ୍ରାରେ ଧରୁଛି। ତେଣୁ ଆକୁ ପ୍ରତିଷେଧକ ମାନେ ବର୍ଷାରେ ଭିଜିବା ବା ଯଦି ବି ଆମେ ବାହାରୁ ଯିବା ରେନକୋଟ୍ଟେ ୟୁଜ୍ କରିବା କି ଛତାଟେ ୟୁଜ୍ କଲେ, ତାହେଲେ ହୁଏତ ଆମକୁ ଭାଇରାଲ ଫିଭର ବେଶୀ ମାତ୍ରାରେ ଧରିପାରିବ ନାହିଁ। ଦେହରେ ଆମର ଯୋଉଟା କି ଇମ୍ୟୁନିଟି ପାୱାର, ଇଏ ମଧ୍ୟ ଯଥେଷ୍ଟ ପରିମାଣରେ ଦରକାର। ସେଥିପାଇଁ ଆମେ ସାଧାରଣତଃ ବର୍ଷା ଦିନରେ ଜଳ କମ୍ ପରିମାଣରେ ପିଅନ୍ତି। ଯେତିକି ସମ୍ଭବ ଜଳ ପ୍ରଚୁର ମାତ୍ରାରେ ବର୍ଷା ଦିନରେ ପିଇବାର ଅଛି ଏବଂ ପରିଷ୍କାର ଜଳ, ଯୋଉଟା କି ବର୍ତ୍ତମାନ ୱାଟର ବର୍ନ ଡିଜିଜେସ୍ ବେଶୀ ହେଉଛି। ଯଦି କଣ୍ଟାମିନେଟେଡ୍ କୋଉଠି କୁହନ୍ତୁ ପାଣି, କୂଅରେ ସଂକ୍ରାମକ ରୋଗ ଧରୁଛି, କୂଅରେ କୋଉଠି ପାଣି ଭର୍ତ୍ତି ହେଲାଣି, ଭିଜିଗଲାଣି, ବାହାରୁ ଡ୍ରେନ୍ରୁ ବା ନଳକୂପ ଚାରିପିଟି ପରିଷ୍କାର ପାଣି ଜମି ରହିବା। ତେଣୁ ଏସବୁ ଜିନିଷକୁ ଆମେ ଯଦି ଲକ୍ଷ୍ୟ କରିବା, ତାହେଲେ ଆମେ ବହୁତ ମାତ୍ରାରେ ଏଇ ଯୋଉ ଥଣ୍ଡା, ଜ୍ୱର ହଉ, ଭାଇରାଲ ଫିଭର ଆମେ କହୁଛନ୍ତି, ଆକୁ ଆମେ ପ୍ରିଭେଣ୍ଟ କରିପାରିବା ବା ଆଠୁ ଦୂରରେ ଆମେ ରହିପାରିବା ଏଇ ବର୍ଷା ଦିନରେ। ତ ଏଇ ଭାଇରାଲ ଡିଜିଜ୍ ଯେତେବେଳେ ହଉଛି, ଆମେ କହୁଛନ୍ତି ଜଣକୁ ଭାଇରାଲ ଡିଜିଜ୍ ହେଲେ ତାହେଲେ ଆଉ ଜଣକୁ ମଧ୍ୟ ଏଇ ଜ୍ୱର ବ୍ୟାପିବାର ସମ୍ଭାବନା ରହିଛି। ଆମେ କଣ ମାସ୍କ ପିନ୍ଧିଲେ ତାକୁ କିଛି ମାତ୍ରାରେ ରୋକିପାରିବା କି? ନିଶ୍ଚିତ ଭାବେ କରୋନା ହେଲା ଭାଇରାଲ ଡିଜିଜ୍, ଠିକ୍ ସେଇଭଳି ଥଣ୍ଡା ଜ୍ୱର ମଧ୍ୟ ଭାଇରାଲ ଡିଜିଜ୍। ମାସ୍କ ଯଦି କରୋନା ସମୟରେ ବି ପ୍ରିଭେଣ୍ଟ କରୁଥିଲା, ଏବେ ଭାଇରାଲ ଫିଭର ସମୟରେ ମଧ୍ୟ ମୁଁ ଯୋଉଟା କହିଲି, ଗୋଟେ ଘରେ କି ପାଖାପାଖି ଜଣେ ଥଣ୍ଡା ଜ୍ୱରରେ ପୀଡ଼ିତ ରୋଗୀ ହଉ ବା ଜଣେ ଲୋକ ଭଦ୍ର ବ୍ୟକ୍ତି ଯଦି କିଏ ଆକ୍ରାନ୍ତ ହୋଇଛନ୍ତି, ତାଙ୍କ ପାଖାପାଖି ବସିଲେ ଆମେ ମଧ୍ୟ ମାସ୍କ ୟୁଜ୍ କରିପାରିବା ଏବଂ ମାସ୍କ ୟୁଜ୍ କଲେ ନିଶ୍ଚିତ ଭାବେ ବହୁ ମାତ୍ରାରେ ଆମକୁ ଥଣ୍ଡା ଜ୍ୱର ଧରିବାର ସମ୍ଭାବନା କମିଯିବ। ଦେଖନ୍ତୁ, ଆମର କାଶ ଗୋଟେ ବର୍ତ୍ତମାନ ସମୟରେ ଆମକୁ ଯେତେବେଳେ ଜ୍ୱର ହୁଏ ସେତେବେଳେ କାଶ ହୋଇଥାଏ। ଏଇ କାଶ ଯଦି ଆମକୁ ହଉଛି, ଶ୍ୱାସ ପ୍ରଶ୍ୱାସ ନେବାରେ ଆମର କଷ୍ଟ ହୋଇଥାଏ, ଯଦି ଘରେ ଛୋଟ ଛୁଆ ଅଛନ୍ତି ସେମାନେ ବେଶୀ କଷ୍ଟ ପାଇଥାନ୍ତି, ଏ କାଶରୁ ରକ୍ଷା ପାଇବା ପାଇଁ ଆମେ କି ପ୍ରକାରର ବ୍ୟବସ୍ଥା କରିବା? ସାଧାରଣତଃ ଏଇଟା ତ ଏୟାରବର୍ନ ଡିଜିଜ୍, ତେଣୁ ଇନହେଲେସନରେ ନେଉଛନ୍ତି, ଭାଇରସ ପାର୍ଟିକଲଟା ଭିତରକୁ ଯାଉଛି, ଗଲା ପରେ ଏଟା ନାକ ଭିତରେ ଦେଇ ବା ପାଟି ଭିତରେ ଦେଇ ଯାଇକି ଓରୋଫାରିଙ୍ଗସ୍ ଯୋଉଟା ଆମର ଅଛି ନାକ ପଛପଟେ, ତା ଦ୍ୱାରା ସେଠି ଟନସିଲ୍ ବା ଫାରିଙ୍ଗସରେ ଇନଫେକ୍ସନ ହେଉଛି ଏବଂ ତାପରେ ଶ୍ୱାସନଳୀକି ସେଟା ଯେତେବେଳେ ଇନହେଲେସନ କରୁଛନ୍ତି, ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି, ତାହା ଶ୍ୱାସନଳୀ ଭିତରେ ଦେଇ
ଫୁସଫୁସ କୁ ଯାଉଛି। ତେଣୁ ତଣ୍ଟି ବଥା, କାଶ ହେବା, ତଣ୍ଟି ଖେସଖେସ ଲାଗିବା, ନାକରୁ ପାଣି ଗଡିବା, ଛିଙ୍କ ହେବା, ନାକ ଜାମ୍ ହେଇଯିବା, ଏସବୁ ତ ନିଶ୍ଚିତ ଭାବେ ଏହାର କମନ ଲକ୍ଷଣ। ତା ଛଡା ଦେହ ଘୋଳାବିନ୍ଧା କରିବା, ଜ୍ୱର ଆସିବା, ରେସ୍ପିରେଟରୀ ଟ୍ରାକ୍ଟ ଇନଫେକ୍ସନ ପାଇଁ କାଶଟା ହେଉଛି। ତେଣୁ ଏ କାଶକୁ ପ୍ରିଭେଣ୍ଟ କରିବା ପାଇଁ ହେଲେ ରେସ୍ପିରେଟରୀ ଟ୍ରାକ୍ଟ ଇନଫେକ୍ସନ ତାକୁ ସାଧାରଣତଃ ପ୍ରଥମେ ମୁଁ ଆପଣଙ୍କୁ କହିଛି ଯେ ପ୍ରତିଷେଧକ ମୂଳକ ବ୍ୟବସ୍ଥା, ଅର୍ଥାତ୍ ଯଦି ଆମର ବଡିର ଇମ୍ୟୁନିଟି ଟିକେ ଭଲ ଥିବ ତାହେଲେ ଏସବୁ ଧରିବା ମଧ୍ୟ ଭାଇରାଲ ଇନଫେକ୍ସନ ଯଥେଷ୍ଟ ମାତ୍ରାରେ କମିଯିବ, କାରଣ ବଡିର ଇମ୍ୟୁନିଟି ବହୁତ ଅଂଶରେ ସାହାଯ୍ୟ କରେ। ଦ୍ୱିତୀୟ ହେଲା, ଯଦି ବି କାଶ ହେଲା ଆମର ଘରୋଇ ରେମେଡି ମଧ୍ୟ କେତେଟା ଅଛି, ଆଗରୁ ଥିଲା। ଥଣ୍ଡା ଜ୍ୱର କାଶ ହେଲେ ଘରୋଇ ଉପଚାର କରିପାରିବା। ତୁଳସୀ, ମହୁ ରସ, ଅଦା, ଆଉ ଗୋଟେ ବାସଙ୍ଗ ପତ୍ର ଅଛି ବସାକା ଯୋଉଟା କୁହାଯାଏ, ଏସବୁ ଆୟୁର୍ବେଦିକ ପ୍ରିପାରେସନରେ ଥାଏ। ଏଇ ସବୁ କମ୍ପୋନେଣ୍ଟସ ଇଏ ମଧ୍ୟ ଯଥେଷ୍ଟ ପରିମାଣରେ ଶୁଖିଲା କାଶ ଯୋଉଟା କି ଥ୍ରୋଟ ଇରିଟେସନ ହେଇକି ହଉଛି, ତାକୁ ମଧ୍ୟ ହୋମ ରେମେଡି ଭାବେ ଆମେ ୟୁଜ କରିପାରିବା, ଯୋଉଟା କି ଆଗରୁ ଆମର ଘର ମାନଙ୍କରେ 30-40 ବର୍ଷ ପୂର୍ବରୁ ଯୋଉଟା କି ବୟସ୍କ ଲୋକମାନେ ଏଟାକୁ କରୁଥିଲେ, ଯୋଉଟା ମଧ୍ୟ ଆମେ ରେମେଡି ପାଉଥିଲେ। ବର୍ତ୍ତମାନ ସାଧାରଣତଃ ଯୁଗ ବଦଳିଲାଣି ଏବଂ ସାଇନ୍ସ ବଦଳିଲାଣି, ତେଣୁ ଆଉ ସେଇ ଆୟୁର୍ବେଦିକ ଉପଚାରକୁ ହୁଏତ ଲୋକ ଭରସା କରିନପାରନ୍ତି। କିନ୍ତୁ କାଶ ହେଲେ ନିଶ୍ଚିତ ଭାବେ ପାଣି ସଫିସିଏଣ୍ଟ ପିଇବାର ଅଛି ଏବଂ ଔଷଧ ଖାଇବାକୁ ପଡିବ। ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଦେଖା କରି ପ୍ରେସକ୍ରିପସନ କରି, କାଶ ବିଭିନ୍ନ ପ୍ରକାର କାଶ ହୋଇପାରିଥାଏ। ଶୁଖିଲା କାଶ ହେଇପାରେ, କଫ ପଡୁଥିବା କାଶ ହେଇପାରେ, ଆଜମାଟିକ କଫ ହେଇପାରେ, ଯୋଉମାନଙ୍କର ଏଲାର୍ଜି ପ୍ରୋବ୍ଲେମ ଥିବ ସେଠି। ତେଣୁ ବିଭିନ୍ନ କାଶର ବିଭିନ୍ନ ଉପଚାର ଅଲଗା ଅଲଗା ଥାଇପାରେ। ତେଣୁ ସେଟା ଡାକ୍ତରଙ୍କୁ ଦେଖେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରେସକ୍ରିପସନ ଅନୁସାରେ ଔଷଧ ଦୋକାନରୁ ଔଷଧ ଆଣି ସେବନ କଲେ ନିଶ୍ଚିତ ଭାବେ କାଶରୁ ରକ୍ଷା ପାଇପାରିବ। ସାଇନୋସାଇଟିସ୍ ରୋଗୀ, ଥଣ୍ଡା ରୋଗୀ ବୋଲି ବି ଆମେ ସାଧାରଣରେ କହନ୍ତି, ନାକ ପାଖରେ ତାଙ୍କର ସାଇନସ୍ ବଢିଯାଏ। ଆଉ ଯାହାର ସାଇନୋସାଇଟିସ୍ ରୋଗ ଥାଏ ସେମାନେ ବେଶୀ ଥଣ୍ଡା ଆସିଲେ ଛିଙ୍କିଥାନ୍ତି। ତ ସେମାନେ କେମିତି ନିଜ ଶରୀରର ଯତ୍ନ ନେବେ ଏଇ ସମୟରେ? ଛିଙ୍କିବା ଭାଇରାଲ ଇନଫେକ୍ସନ ହେଲେ ସାଧାରଣତଃ ନାଜାଲ ଇରିଟେସନ ହୁଏ। ନାକର ସେମିତି ଏନାଟୋମିକାଲ ଷ୍ଟ୍ରକ୍ଚର ଅଛି। ନାକ ଦୁଇ ସାଇଡରେ ନଷ୍ଟ୍ରିଲ ରହୁଛି, ମଝିରେ ନାଜାଲ ସେପ୍ଟମ ରହୁଛି। କିଛି ଲୋକଙ୍କର ମଧ୍ୟ ଡିଏନ୍ଏସ୍ ଗୋଟେ କୁହାଯାଏ, ଡେଭିଏଟେଡ୍ ନାଜାଲ ସେପ୍ଟମ, ଯୋଉଟା କି ନାକ ମଝି ହାଡଟି ବଙ୍କା ଥାଏ ଜନ୍ମରୁ। ତେଣୁ ସେମାନଙ୍କୁ ବେଶୀ ଶୀଘ୍ର ଥଣ୍ଡା ବା ଏଇ ଯୋଉ ଏଲାର୍ଜି ପ୍ରୋବ୍ଲେମଟା ହୁଏ। ଭାଇରାଲ ଇନଫେକ୍ସନ, ଏଇ ଯୋଉ ଥଣ୍ଡା ଭାଇରସ ଯୋଉଟା ଇନଫେକ୍ସନ ହେଲା ପରେ ସେଠି ନାକ ଜାମ୍ ହେଇଯାଏ ଏବଂ ନାକରୁ ପାଣି ଗଡେ। ଇଏ ହେଉଛି ସାଧାରଣତଃ ଯୋଉମାନଙ୍କୁ ଇନଫେକ୍ସନ ହେଇଥାଏ ଭାଇରାଲ ଇନଫେକ୍ସନ। ତାହା ଛଡା ଯୋଉମାନଙ୍କର ଆଲର୍ଜି ପ୍ରୋବ୍ଲେମ ଅଛି, ସେଇଟା ଭାଇରାଲ ଇନଫେକ୍ସନ ନ ହୋଇ ମଧ୍ୟ ଯୋଉ ବାୟୁ ଆମେ ଇନହେଲେସନ କରୁଛନ୍ତି କି ପ୍ରଶ୍ୱାସରେ ନେଉଛନ୍ତି କି ଧୂଳି ଧୂଆଁ, ଏ ସବୁ ଡଷ୍ଟ ଏଲାର୍ଜି ମଧ୍ୟ, ବା ଏଇ ଝଡି ବର୍ଷା, ଏଇଗୁଡା ସବୁ ଏଲାର୍ଜେନ ଭଳିଆ କାମ କରେ। ତେଣୁ ୟାକୁ ଯୋଉମାନଙ୍କର ଏଲାର୍ଜି ପ୍ରୋବ୍ଲେମ ଅଛି, ଏଇ ସବୁ ଜିନିଷକୁ ସ୍ପର୍ଶ ପାଇଲା ପରେ ନାକର ଭିତର ମ୍ୟୁକୋସା, ତେଣୁ ଇଏ ସାଙ୍ଗେ ସାଙ୍ଗେ କଣ କରେ, ଏଠି ନାକରେ ଇରିଟେସନ କରାଏ ଏବଂ ନାକରୁ ପାଣି ଗଡେ। ସାଧାରଣତଃ ରୋଗୀ ବାରମ୍ବାର ଛିଙ୍କି ଚାଲେ। ଯୋଉମାନଙ୍କର ଏଲାର୍ଜିକ୍ ରାଇନାଇଟିସ୍ ପ୍ରୋବ୍ଲେମ ଥାଏ, ଆମେ କହୁ ଜଣ ଜଣଙ୍କର ବର୍ଷ ତମାମ ଥାଇପାରେ ବା ସାଧାରଣତଃ ସିଜନାଲ ଏଇ ବର୍ଷା ଦିନରେ ବା ଶୀତ ଦିନରେ କି ସ୍ପ୍ରିଙ୍ଗ ସିଜନରେ ହେଇପାରେ। ତେଣୁ ଏହି ସମୟରେ ମଧ୍ୟ ସେଇ ଏଲାର୍ଜିକ୍ ରାଇନାଇଟିସ୍ ପ୍ରୋବ୍ଲେମ ମଧ୍ୟ ବହୁତ ମାତ୍ରାରେ ଦେଖାଯାଉଛି ଏବଂ ବହୁତ ରୋଗୀ ମଧ୍ୟ ଆସୁଛନ୍ତି। ତେଣୁ ସେମାନଙ୍କର ଛିଙ୍କଟା ସାଧାରଣତଃ ଗୋଟିଏ ଥର ଏକାବେଳକେ 10-20 ଥର ସେ ଛିଙ୍କି ବେଦମ ହୋଇପଡ଼ନ୍ତି। ଆଲର୍ଜି ପ୍ରୋବ୍ଲେମ ଯେହେତୁ ରହୁଛି, ତେଣୁ ଶ୍ୱାସ ପ୍ରକ୍ରିୟା ନେବାରେ ମଧ୍ୟ ବ୍ୟାହତ ହେବାର ସମ୍ଭାବନା ବହୁତ। ପ୍ରାୟ ପ୍ରତ୍ୟେକ ଘରେ ଯୋଉଠି ଦେଖିବେ ପାଖ ପରିବାରରେ ଆଜମା ରୋଗୀ ଅଛନ୍ତି ଏବଂ ଏଇ ଆଜମା ରୋଗୀ ବର୍ଷା ଦିନ ଆସିଲେ ଯେମିତିକି ରାତିରେ ଶୋଇପାରନ୍ତି ନାହିଁ, ସେମାନେ ଛାତି ତାଙ୍କର କଫରେ ଜାମ୍ ହୋଇଯାଏ। ସେମାନେ କେମିତି ଆଜମାରୁ ବଞ୍ଚିବା ପାଇଁ ବା ସତର୍କତା ଅବଲମ୍ବନ କରିବେ? ଆଜମା ହେଉଛି ଗୋଟେ ଏଲାର୍ଜି ଆଉ ଇନଫେକ୍ସନ, ଏଇ ଦିଟା ମିଶିଲା ପରେ ଯୋଉମାନଙ୍କର ଏଲାର୍ଜି ପ୍ରୋବ୍ଲେମ ଥାଏ, ଏଇ ସବୁ ଏଲାର୍ଜେନ୍ ଥଣ୍ଡା ଜଳବାୟୁକୁ ବା ଧୂଳି ଡଷ୍ଟ, ଏଇ ସବୁ ସାଧାରଣତଃ ବେଶୀ ଶୀତ ଦିନରେ ଦେଖାଯାଏ ଆଜମା। ସେମାନଙ୍କର ପ୍ରଥମ ପଦକ୍ଷେପ ହେଉଛି ଯେ ବର୍ଷାରେ ଯୋଉମାନଙ୍କର ଆଜମା ପ୍ରୋବ୍ଲେମ ଅଛି ବା ଏଲାର୍ଜି ପ୍ରୋବ୍ଲେମ ଅଛି, ସେମାନେ ଟିକେ ଆଭଏଡ୍ କରିବା କଥା ଝଡି ବର୍ଷାରେ, ସାଧାରଣତଃ ବର୍ଷାରେ ଭିଜିବା ପାଇଁ। ଶ୍ୱାସ ପ୍ରଶ୍ୱାସରେ ବ୍ୟାହତ ହେଲା କି ସେମାନେ ଶ୍ୱାସ ନେବାରେ ଅସୁବିଧା ସାଙ୍ଗେ ସାଙ୍ଗେ ଅନୁଭବ କଲେ, ତାହେଲେ ତୁରନ୍ତ ଡାକ୍ତରଙ୍କର ଆଡଭାଇସ ନେବାର ଅଛି, କାରଣ ଏଇଟା ଆଜମା ରାତିରେ ବେଶୀ ପ୍ରେସିପିଟେଟ୍ କରେ। ରାତିରେ ଆଜମାର ପ୍ରାଦୁର୍ଭାବ ବେଶୀ ଥାଏ। ତେଣୁ ସାଧାରଣ ରୋଗୀ ଶୋଇପାରିବ ନାହିଁ, ଅଣନିଶ୍ୱାସ ହୋଇ ବସିବ, ଝରକା ଖୋଲିକି ମୁକ୍ତ ବାୟୁ ପାଇଲା ପରେ ତାକୁ ଟିକେ ମାତ୍ରାରେ ଆରାମ ଲାଗିବ। ତେଣୁ ରାତି ପାଇଯାଏ ଆଜମା ରୋଗୀ, ରାତି ସାରା ବହୁତ କଷ୍ଟ ପାଇଥାଏ। ଥଣ୍ଡା ହେଲେ ଆମକୁ ଗୋଟେ ବଡ ସମସ୍ୟା ମୁଣ୍ଡ ବିନ୍ଧା। ଏଇ ମୁଣ୍ଡ ବିନ୍ଧା ହେଲେ ଆମେ କଣ କରିବା? ବର୍ଷା ଦିନରେ ସାଧାରଣତଃ ଏଇ ବର୍ଷା ପାଗରେ ଯୋଉମାନଙ୍କର ସାଇନସ୍ ପ୍ରୋବ୍ଲେମ ଥାଏ, ଅର୍ଥାତ୍ ଏଇ ଯୋଉ ସାଧାରଣତଃ ଫ୍ରଣ୍ଟାଲ ସାଇନସ୍, ମ୍ୟାକ୍ସିଲାରି ସାଇନସ୍, ଏଥମୋଇଡାଲ ସାଇନସ୍, ସ୍ପିନୋଇଡାଲ ସାଇନସ୍, ଏମିତି ସାଇନସ୍ ମାନେ ଗୋଟେ ଆମର ଯୋଉ ମୁହଁର ହାଡ ଯୋଉଟା ଖପୁରୀ ଏ ଭିତରେ ଆଗରେ ସେଇଟା ସବୁ ଗର୍ତ୍ତ ଭଳିଆ ଅଛି, ତା ଭିତରେ ଫାଙ୍କା ଅଛି। ସେଇ ଫାଙ୍କା ଭିତରେ ମ୍ୟୁକୋସା ଥାଏ, ସେଇଟା ବାଟ ଅଛି ପୁରା ନାକ ଭିତରୁ ସମସ୍ତ ସାଇନସକୁ। ଥଣ୍ଡା ପାଗରେ ବର୍ଷାରେ ଭିଜି ଗଲେ ଯୋଉ ଇନଫେକ୍ସନ ଯଦି ହେଲା, ଭାଇରାଲ ଇନଫେକ୍ସନ, ସେଇଟା ତା ଭିତରକୁ ମଧ୍ୟ ମାଡିଯାଏ। ଗଲା ପରେ ସେଠି
ଇନଫେକ୍ସନ ହେଇଯାଏ। ସେଇଥିପାଇଁ ସାଇନସର ଇନଫେକ୍ସନ ହେଲେ ସେଟାକୁ ଆମେ ସାଇନୋସାଇଟିସ୍ କହନ୍ତି ଏବଂ ଲୋକଙ୍କୁ ଆମେ ବୁଝିବା ପାଇଁ ସାଧାରଣତଃ କିଛି ମାତ୍ରାରେ କେତେବେଳେ କେହି କୁହନ୍ତି ଯେ ତୁମର ମଥାରେ ପାଣି ଜମିଯାଇଛି, ମୁଣ୍ଡରେ ପାଣି ଜମିଯାଇଛି। ପାଣି ତ ଜମି ଯାଏନି, ଏଇଟା ଇନଫେକ୍ସନ ହେଇଯାଏ ଏବଂ ନିଶ୍ଚିତ ଭାବେ ରୋଗୀ ଭାରି କଷ୍ଟ ପାଏ। ଯୋଉମାନଙ୍କର ଏଇ ପ୍ରୋବ୍ଲେମ ବେଶୀ ଅଛି ସେମାନେ ବର୍ଷାରେ ନ ଭିଜିବା ଦରକାର। ଯଦି ବାହାରକୁ ଯାଉଛନ୍ତି ତାହେଲେ ବର୍ଷାରେ ଯେମିତି ନ ଭିଜିବେ ତାର ବାଟ କରିବା ଦରକାର। ଆଉ ଯଦି ବିନ୍ଧାବିନ୍ଧି କଲା ଯେ ସାଇନସ୍ ଇନଫେକ୍ସନ ହେଲା ଯୋଉଟା ସାଇନୋସାଇଟିସ୍, ତାହେଲେ ଡାକ୍ତରଙ୍କୁ ପରାମର୍ଶ କରି ସେଇ ଅନୁସାରେ ଔଷଧ ଖାଇବାର ଅଛି ଏବଂ ନିଶ୍ଚିତ ଭାବେ ଆରୋଗ୍ୟ ହେଇଯାଇପାରିବେ। ଟିକେ ଥଣ୍ଡା ହେଲେ, ଜ୍ୱର ହେଲେ, ସର୍ଦ୍ଦି ହେଲେ, କାଶ ହେଲେ ସାଙ୍ଗେ ସାଙ୍ଗେ ପାଖରେ ଗୋଟେ କାହା ପାଖକୁ ଯାଆନ୍ତି, ସେ ଟିକେ ଝାଡ଼ି ଦେବା ପାଇଁ କହେ, ଝାଡ଼ି ଦେଲେ ଭଲ ହେଇଯାଏ। ୟାର ସତ୍ୟତା କେତେ ରହିଛି ଯେ ଝାଡ଼ି ଦେଲେ କଣ ପ୍ରକୃତରେ ଭଲ ହୁଏ? ନା, ଇଏ ସବୁ ନିଶ୍ଚିତ ଭାବେ ଅନ୍ଧବିଶ୍ୱାସ। ୟା ଉପରେ ଆଉ ବିଶ୍ୱାସ କରିବା ଆଦୌ ଉଚିତ ନୁହେଁ। ଲୋକ ବହୁତ ମାତ୍ରାରେ ସଚେତନ ହେଲେଣି ଏବଂ ହେବା ଦରକାର ବି। ଇଏ ସବୁ ଅନ୍ଧବିଶ୍ୱାସ। ଗୋଟେ ଇନଫେକ୍ସନ ହେଲା ଏଠି ଝାଡ଼ିଲେ କେମିତି ଭଲ ହେଇଯିବ? ଲୋକମାନେ ଏଇ ସବୁ ଭ୍ରାନ୍ତ ଧାରଣା ଅନ୍ଧବିଶ୍ୱାସରୁ ଦୂର ରହି ସାଇନ୍ସ ଡେଭଲପ କଲାଣି। ଆମେ ବିଜ୍ଞାନ ଯୁଗର ମଣିଷ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷଜ୍ଞ ଯେଉଁମାନେ ଡାକ୍ତରଙ୍କୁ ତାଙ୍କର ପରାମର୍ଶ ନେଇ ରୋଗର ପ୍ରତିଷେଧ ବ୍ୟବସ୍ଥା କରିବା ଉଚିତ ଏବଂ ନିଶ୍ଚିତ ଭାବେ ଏହା ଦ୍ୱାରା ଭଲ ହୋଇଯାଇପାରିବେ। ଏବେ ତ ଆମେ ଚାରିଆଡେ ଘର କରିଦେଲେଣି, ତେଣୁ ଡ୍ରେନର ସୁବିଧା ନାହିଁ, ପାଣି ସବୁଆଡେ ଜମୁଛି, ଆଉ ମଶା ତାଙ୍କର ବଂଶ ବିସ୍ତାର କରୁଛନ୍ତି। ମ୍ୟାଲେରିଆ, ଜଣ୍ଡିସ୍ ଇଏ ପ୍ରଚୁର ପରିମାଣରେ ବ୍ୟାପୁଛି। ଏଥିରୁ ରକ୍ଷା ପାଇବା ହେଲେ ପ୍ରଥମ ପରିମଳ ବ୍ୟବସ୍ଥା ଅର୍ଥାତ୍ ଯୋଉଟା ଏଇ ଯୋଉ ଡ୍ରେନେଜ ସିଷ୍ଟମଟାକୁ ଠିକ୍ ସେ କରିବାର ଅଛି, ଯାହାଦ୍ୱାରା ଦୂଷିତ ଜଳ ଗୋଟେ ଜାଗାରେ ଷ୍ଟାଗନେଣ୍ଟ ହେଇକି ରହିବ ନାହିଁ। ସେଥିପ୍ରତି ମାନେ ଉଚ୍ଚ କର୍ତ୍ତୃପକ୍ଷ ଦାୟିତ୍ୱ ରହିଛି ଯଥେଷ୍ଟ ପରିମାଣରେ। ଆଉ ଆମେ ମଧ୍ୟ ଆମ ନିଜ ଘର ଚାରିପିଟି କେବେ ବି ଆବର୍ଜନା ପାଣି ହଉ କି ଏଇ ଯୋଉ ଆର୍ଟିଫିସିଆଲ ଷ୍ଟାଗନେଣ୍ଟ ୱାଟର ଜମି ନ ରହୁ, ସେଥିପ୍ରତି ଆମେ ମାନେ ମଧ୍ୟ ସଚେତନ ଏବଂ ସର୍ବୋପରି ଆମେ ରାତିରେ ମଶାରୀ ଟାଙ୍ଗି ଶୋଇବାର ଅଛି, ଯାହାଦ୍ୱାରା କି ମ୍ୟାଲେରିଆ ଆଉ ଡେଙ୍ଗୁରୁ ନିଶ୍ଚିତ ଭାବେ ଆମେ ରକ୍ଷା ପାଇପାରିବା। ମଶାରୀ ଟାଙ୍ଗିଲେ କିଛି ଲୋକ କହନ୍ତି ଯେ ମଶାରୀ ଟାଙ୍ଗିଲେ ଆମେ ଠିକ ଭାବରେ ଶୋଇପାରୁନୁ। ମଶାରୀ ଟାଙ୍ଗିଲେ କୌଣସି ଅସୁବିଧା ହୁଏ ନାହିଁ। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସପ୍ଲାଏ କରୁଛନ୍ତି। ସେଇ ମଶାରୀରେ ଆପଣଙ୍କର ଆଣ୍ଟି ମସ୍କିଟୋ ରିପେଲେଣ୍ଟ ଲାଗିଥାଏ, ତେଣୁ କୌଣସି ଅସୁବିଧା ହୁଏ ନା। ଏଇଟା ଲୋକଙ୍କର ଗୋଟେ ଭ୍ରାନ୍ତ ଧାରଣା କିଛି ଲୋକଙ୍କର ଯେ ମଶାରୀ ଭିତରେ ଶୋଇଲା ପରେ ଆମକୁ ଅଣନିଶ୍ୱାସୀ ଲାଗୁଛି ବା ଆମ ଭିତରକୁ ପବନ ଯାଉନି, ଆମକୁ ଭଲ ଲାଗୁନି ବା ଇରିଟେସନ ଲାଗୁଛି। ଏଇଟା କିଛି ଲୋକଙ୍କର ଗୋଟେ ମାନସିକତା। କିନ୍ତୁ ମଶାରୀରେ ଶୋଇବା ଦ୍ୱାରା ଯେ କେତେ ପ୍ରକାର ମହାମାରୀ ରୋଗରୁ ରକ୍ଷା ପାଇପାରିବା ଆମେ, ନିଶ୍ଚିତ ଭାବେ ମୃତ୍ୟୁମୁଖରୁ ବେଳେବେଳେ ମଧ୍ୟ ମଣିଷ ପଡୁଛି, ସେଥିରୁ ମାନେ ଆମେ ରକ୍ଷା ପାଇପାରିବା, ସେ ବିଷୟରେ ଯଥେଷ୍ଟ ଧ୍ୟାନ ଦେବାର ଅଛି। ତେବେ ବର୍ତ୍ତମାନ ସବୁଠୁ ଗୋଟେ ବଡ ସମସ୍ୟା ହେଉଛି ଜଣ୍ଡିସ୍, ଯାହା ଆପଣ ପ୍ରଥମରେ ଆଲୋକପାତ କରିଥିଲେ। ଜଣ୍ଡିସ୍ ଦେଖନ୍ତୁ, ଆଖି ହଳଦିଆ ଯୋଉଟା କାମଳ ରୋଗ, ସେ ବିଭିନ୍ନ ଏଇଟା ହେଉଛି ଭାଇରସ ଜନିତ। ଏ ଭାଇରସ ବିଭିନ୍ନ ପ୍ରକାର ଭାଇରସ ଅଛି। ହେପାଟାଇଟିସ୍ ଏ ଅଛି ଗୋଟେ ଭାଇରସ ଏ, ଭାଇରସ ବି, ଭାଇରସ ସି, ଭାଇରସ ଇ, ଭାଇରସ ଡି। ତା ଭିତରେ ସାଧାରଣତଃ ଆମର ଯୋଉ ଭାଇରସ ଆମେ ବର୍ତ୍ତମାନ ଦେଖୁଛନ୍ତି ଜଳବାହିତ ରୋଗ ହେଉଛି, ଏଇଟା ଏ ଆଉ ଇ ଭାଇରସରେ ହୁଏ। ଅତି ସାଧାରଣ ଭାବେ ଆମେ ଏ ଭାଇରସର ବର୍ତ୍ତମାନ ଆପଣଙ୍କର ଦୂଷିତ ଆମର ଜଳ, ଖାଦ୍ୟ, କଣ୍ଟାମିନେଟେଡ୍ ଫୁଡ୍ ଆଣ୍ଡ ୱାଟର ପାଇଁ ହେଉଛି। ଏଇଟା ହେବା ଦ୍ୱାରା ଇନଫେକ୍ସନରେ ଲିଭରକୁ ଇନଫେକ୍ସନ କରାଏ। ଇନଫେକ୍ସନ ହେବା ଦ୍ୱାରା ଲିଭରଟା ଆମର ଯକୃତଟା ଯେତେବେଳେ ଜ୍ୱରାଗ୍ରସ୍ତ ହେଲା, ଇନଫେକ୍ସନ ହେଇଗଲା, ତାପରେ ସେଠି ବିଭିନ୍ନ ପ୍ରକାର ମେଟାବଲିକ ପରିବର୍ତ୍ତନ ହେଇ ଆମ ଦେହରେ ଯୋଉ ବାଇଲ ପିତ୍ତ ଅଂଶଟା ବଢିଯାଏ। ପିତ୍ତ ଅଂଶ ବଢିବା ଦ୍ୱାରା ଆମ ଦେହ ମଧ୍ୟ ହଳଦିଆ, ଯେତେବେଳେ ପିତ୍ତ ଅତିମାତ୍ରାରେ ବଢିଯାଏ ଦେହ ମଧ୍ୟ ହଳଦିଆ ବି ଦେଖାଯାଇପାରେ। ତା ଛଡା ପ୍ରଥମେ ଆଖି ହଳଦିଆ ଦେଖାଯିବ ଏବଂ ପରିସ୍ରା ହଳଦିଆ ଦେଖାଯିବ, ଭୋକ ହେବ ନାହିଁ, ଦୁର୍ବଳ ଲାଗିବ, ଦେହ ହାତ କୁଣ୍ଡେଇ ହେବାର ଯଥେଷ୍ଟ ମଧ୍ୟ ସମ୍ଭାବନା ବେଳେବେଳେ ଜଣଙ୍କର ଦେଖାଯାଏ। ତେଣୁ ଆ ପାଇଁ ଯଥେଷ୍ଟ ଆମେ ପରିଷ୍କାର ପାଣି ପିଇବାର ଅଛି ପ୍ରଥମେ। ଯେହେତୁ ଏଟା ପାଣି ଏବଂ ଖାଦ୍ୟ ଦ୍ୱାରା ହେଉଛି, ଅର୍ଥାତ୍ ଖାଦ୍ୟ ମଧ୍ୟ ମାଛି ଯେମିତି ନ ଲାଗନ୍ତି ବା ଅସରପା ଏସବୁ ପ୍ରକାର ଧ୍ୟାନ ଦେବାର ଅଛି। ପରିଷ୍କାର ପାଣି ପିଇବାର ଅଛି ଏବଂ ଖାଦ୍ୟ ଯାହା ବି ଆମେ ଖାଉଛନ୍ତି, ସାଲାଡ ଜାତୀୟ ଖାଦ୍ୟ ହଉ କି ଶାଗ ହଉ କି ଯାହା ବି କରୁଛନ୍ତି, ତାକୁ ଧୋଇ ପରିଷ୍କାର କରି ଆମେ ତାକୁ ଖାଇଲେ ଆମେ ସାଧାରଣତଃ ଜଣ୍ଡିସ୍ ନିଶ୍ଚିତ ଭାବେ ଏଇ ଯୋଉ ବର୍ଷା ଦିନିଆ ଜଣ୍ଡିସ୍ ଯୋଉଟା ଆମର ଦେଖାଯାଉଛି, ଆମେ ସେଥିରୁ ମୁକ୍ତି ପାଇପାରିବା। ଯେହେତୁ ଚାରିଆଡେ ଅପରିଷ୍କାର, ପଚା ଦୁର୍ଗନ୍ଧ ସବୁଆଡୁ ବାହାରୁଛି, ମାଛିଙ୍କ ପ୍ରାଦୁର୍ଭାବ ଟିକେ ବଢିଯାଏ। ମାଛିଙ୍କ ପ୍ରାଦୁର୍ଭାବ ଯେତେବେଳେ ବଢେ, ସେମାନେ ଘରକୁ ଆସି ଆମ ଖାଦ୍ୟ ପଦାର୍ଥ ଉପରେ ବସନ୍ତି। ଆମେ କଣ କରିବା ସେଇ ସମୟରେ? ମାଛି ସାଧାରଣତଃ ବହୁତ ରୋଗର ବାହକ ଅଟେ। ହଇଜା, ଆମାଶୟ, ଆନ୍ତରିକ ଜ୍ୱର ଯୋଉଟା କି ଡାଇରିଆ, ଡିସେଣ୍ଟ୍ରି, ଜଣ୍ଡିସ୍ ବି ଏସବୁର ବାହକ ଅଛି ମାଛି। ତେଣୁ ମାଛି ତ ବର୍ଷା ଦିନରେ ଯଥେଷ୍ଟ ପରିମାଣରେ ହୁଅନ୍ତି ଏବଂ ଯେହେତୁ କଣ୍ଟାମିନେସନ ରହେ, ଏନଭାରନମେଣ୍ଟ ଚାରିପିଟି ପରିଷ୍କାର ପରିଚ୍ଛନ୍ନତା କମିଯାଏ, ତେଣୁ ମାଛିଙ୍କର ବଂଶ ବିସ୍ତାର ବେଶୀ ମାତ୍ରାରେ ହୁଏ। ତେଣୁ ଆମର ପ୍ରଥମ ହେଲା ଆମେ ମାଛି କେମିତି ଆମ ଖାଦ୍ୟରେ ବସିବେ ନାହିଁ। ଆମେ ସାଧାରଣତଃ ଗରମ ଜିନିଷ, ତଟକା ଗରମ ଜିନିଷ ହୋଇଥିବା ସମୟରେ ଆମେ ଗରମ ଜିନିଷ ଖାଇଲେ ସାଧାରଣ ମାଛି ବସି ପାରିବେନି ବା କୌଣସି ଜାଗାରେ ଖାଦ୍ୟକୁ ଆମେ
ଖୋଲା ଛାଡ଼ି ଦେଇ ଯିବାର ନାହିଁ, ଘୋଡ଼େଇକି ରଖିବାର ଅଛି। ଯାହା ବି ହଉ ଯଦି ଖାଦ୍ୟରେ ଆମେ ଘୋଡ଼େଇକି ରଖିବା ତାହେଲେ ଏଇଟା ଗୋଟେ ବ୍ୟାରିୟର ଭଳିଆ କାମ କଲା, ମାଛି କେବେ ବି ବସିପାରିବ ନାହିଁ। ମାଛି ଯଦି ନ ବସି ପାରିଲା ତାହେଲେ ଆମେ ଥଣ୍ଡା ହେଲେ ବି ଖାଦ୍ୟ ପରେ ଆମେ ଖାଇପାରିବା, ଯୋଉଟାକି ମାଛି ଦ୍ୱାରା ଯେଉଁ ବିଭିନ୍ନ ପ୍ରକାର ରୋଗ ହେଉଛି ତା ମଧ୍ୟ ହେବ ନାହିଁ, ଆମେ ସେଟାକୁ ପ୍ରିଭେଣ୍ଟ କରିପାରିବା। ଆପଣ ପ୍ରତ୍ୟେକ କଥାରେ କହୁଛନ୍ତି ଯେ ଡାକ୍ତରଙ୍କୁ ଆପଣ ପରାମର୍ଶ କରନ୍ତୁ ଏବଂ ନିକଟସ୍ଥ ଔଷଧ ଦୋକାନରୁ ଔଷଧ ଆଣି ଆପଣ ଖାଆନ୍ତୁ। ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ଗଲାବେଳକୁ ଡାକ୍ତରଖାନାରେ ତ ଲମ୍ବା ଲାଇନ, ବହୁତ ଲୋକ ଠିଆ ହେଇଛନ୍ତି, ଡାକ୍ତରଙ୍କ ପାଖକୁ ଗଲାବେଳକୁ ଫିସ୍ ଦେବାକୁ ପଡ଼ିବ। ନିକଟରେ ଯେଉଁ ଔଷଧ ଦୋକାନ ଅଛି ଆମେ ସେଇଠୁ କ'ଣ ମାଗି ଦେଇକି ଆମେ ଆଣି ଖାଇପାରିବୁ କି? ନାଇଁ, ଯାହା ବି ହେଲେ ଡାକ୍ତର ହେଉଛନ୍ତି ଏଇ ବିଭାଗରେ ଡାକ୍ତରମାନେ ହେଲେ ଏକ୍ସପର୍ଟ। ସେଥିପାଇଁ ଆପଣ ରୋଗ ବିଷୟରେ ଡାକ୍ତରଙ୍କୁ ଜଣାଅଛି କୋଉ ରୋଗର କୋଉ ଔଷଧ କ'ଣ କରିବାକୁ ପଡ଼ିବ। କିଛି ସମୟ ଅପେକ୍ଷା କଲେ ତା ଅପେକ୍ଷାର ଫଳଟା ସବୁବେଳେ ମିଠା। ତେଣୁ ଆପଣ ଦେଖନ୍ତୁ କେତେ ଭିଡ଼ ଡାକ୍ତରଙ୍କ ଖାନାରେ, ଯଦି ବି ଭିଡ଼ ହେଲା ଆମକୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ଏବଂ ଯାହାଦ୍ୱାରା ଆମେ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିପାରିବା, ସାକ୍ଷାତ କରି ରୋଗ ବିଷୟରେ କହିବା ଦ୍ୱାରା ସେ ଯେଉଁ ପ୍ରେସକ୍ରିପସନ୍ କଲେ କି ଔଷଧ ଲେଖିଲେ ସେ ଔଷଧ ଦୋକାନରେ ଦେଖେଇ ଆମେ ଖାଇବା ଦ୍ୱାରା ତାହାଦ୍ୱାରା ବହୁତ ପରିମାଣରେ ବେନିଫିଟ୍ ହେବା। ଏମିତି ଆପଣ ଔଷଧ ଦୋକାନରେ ଯାଇ ଡାଇରେକ୍ଟ ରୋଗ ବିଷୟରେ କହି ଔଷଧ ଆଣି ଖାଇବା ଦ୍ୱାରା ବହୁ ସମୟରେ ହଇରାଣ ପଡ଼ିବାକୁ ପଡ଼େ, କାରଣ ଔଷଧ ଦୋକାନୀ ତାର ଦାୟିତ୍ୱ ହେଲା ସିଏ ଔଷଧ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପାଇଁ ବିକିବେ। ସିଏ ତ ରୋଗ ବିଷୟରେ ଟ୍ରେଣ୍ଡ କରାଯାଇନି ବା ରୋଗ ବିଷୟରେ ତାର ଧାରଣା ନାହିଁ। ତେଣୁ କୋଉ ରୋଗର କୋଉ ଔଷଧ କେତେ ପରିମାଣର ଡୋଜ୍ ସିଏ କ'ଣ ଜାଣିଛି, ସେଥିରେ ଜାଣେ ନା। ସମୟ ସମୟ ମଧ୍ୟ ରୋଗୀ ସିରିୟସ୍ ହୋଇଯାଆନ୍ତି, ଅର୍ଥାତ୍ ରୋଗର ଅବସ୍ଥା ଏତେ ଗଭୀର ହୋଇଯାଏ ଯେ ପରବର୍ତ୍ତୀ ଅବସ୍ଥାରେ ଡାକ୍ତରଖାନା ଆସିଲା ବେଳକୁ ବହୁତ ମୃତ୍ୟୁମୁଖରେ ମଧ୍ୟ ପଡ଼ିଯାଇପାରେ। ତେଣୁ ନିଶ୍ଚିତ ଭାବେ ସମୟ ଲାଗୁ, ଅପେକ୍ଷା କଲେ ଅପେକ୍ଷାର ଫଳଟା ସବୁବେଳେ ମଧୁ। ତେଣୁ ଡାକ୍ତରଙ୍କୁ ଦେଖେଇ ସେହି ଅନୁସାରେ ଔଷଧ ଖାଇବାଟା ବାଞ୍ଛନୀୟ। ଡାକ୍ତରଖାନାରେ ଯେତିକି ଔଷଧ ବି ମିଳୁଛି ଏହା ଗୁଣାତ୍ମକ ବୋଲି ନିଶ୍ଚିତ ଭାବେ ଜଣାପଡ଼ିଛି ଏବଂ ସେହି ଅନୁସାରେ ଏହାର ଉପଯୁକ୍ତ ଟେଷ୍ଟିଂ ଭ୍ୟାଲୁ ହେଲା ପରେ ସରକାର ଏହାକୁ ସପ୍ଲାଏ କରିଛନ୍ତି। ତେଣୁ ଆମେ ନିଶ୍ଚିତ ଭାବେ ସେହି ଔଷଧ ଖାଇଲେ ଭଲ ହୋଇପାରିବା। ଯଦି ଆମ ପାଖରେ ପଇସା ନାହିଁ, ଆମେ ଇକୋନୋମିକାଲି ଆମେ କିଣିପାରିବା ନାହିଁ ଔଷଧ, ତେଣୁ ହସ୍ପିଟାଲ ଆଣି ଔଷଧ ଖାଇବାରେ କୌଣସି ଅସୁବିଧା ନାହିଁ। ମୋ ମତରେ ହସ୍ପିଟାଲ ମିଳୁଥିବା ଔଷଧ ମାନେ ନିଶ୍ଚିତ ମଧ୍ୟ ଉତ୍କୃଷ୍ଟ ମାନର। ଦେଖନ୍ତୁ ଆମର ଯେଉଁ ସରକାରୀ ହାସ୍ପାତାଳ ବର୍ଷକ 365 ଦିନରେ କେତେ ରୋଗୀ ଆଡମିସନ ହେଇକି ରହୁଛନ୍ତି, ସେମାନଙ୍କୁ ତ ଆମେ ବାହାରୁ କିଣେଇ ଦଉନୁ, ସବୁ ତ ସେଇଠୁ ପୁଣି ଔଷଧ ଦେଇ ସେଇ ରୋଗୀମାନେ ପୁଣି ଭଲ ହେଇଯାଉଛନ୍ତି। ସିରିୟସ୍ ରୋଗୀ ସେମାନେ ଯେଉଁମାନେ ଆଡମିସନ ହେଇକି ରହୁଛନ୍ତି ନିଶ୍ଚିତ ଭାବେ ସେମାନେ ସିରିୟସ୍। ତେଣୁ ସେମାନେ ଯଦି ଭଲ ହେଇପାରୁଛନ୍ତି ତାହେଲେ ସାମାନ୍ୟ ଆମ ଥଣ୍ଡା, ଜ୍ୱର, କାଶ, କାମଳ ରୋଗରେ ଯାହା ବି ଔଷଧ ଆମର ହସ୍ପିଟାଲ ଅଛି ନିଶ୍ଚିତ ଭାବେ କାହିଁ ଭଲ ନ ହେଇପାରିବା, ନିଶ୍ଚିତ ଭଲ ହୋଇପାରିବା। ଆଜିର ଦୁନିଆରେ ଆମେ ବାରମ୍ବାର କହୁଛେ, ସରକାର ମଧ୍ୟ କହୁଛନ୍ତି ଯେ ଆଣ୍ଟିବାୟୋଟିକ୍ସର ବହୁଳ ପରିମାଣରେ ଅପବ୍ୟବହାର ହେଉଛି। କାରଣ ଡାକ୍ତର ଜାଣିଛନ୍ତି କୋଉଠି ଆଣ୍ଟିବାୟୋଟିକ୍ସ ଦେବାକୁ ପଡ଼ିବ, କେତେ ତାର ଡୋଜ୍, ଓଜନ ଅନୁସାରେ ରୋଗୀର ସ୍ୱାସ୍ଥ୍ୟ ଅନୁସାରେ ଆମକୁ ସେଟା ପ୍ରେସକ୍ରିପସନ୍ କରିବାକୁ ପଡ଼େ। ଆଣ୍ଟିବାୟୋଟିକ୍ସର ଯଦି ଦରକାର ନାହିଁ ତାହେଲେ ନିଶ୍ଚିତ ଭାବେ ଆମେ ଆଣ୍ଟିବାୟୋଟିକ୍ସ ଆଭଏଡ୍ କରୁଛେ। କିନ୍ତୁ ଦୋକାନୀକି କ'ଣ ଜଣା, ସିଏ ତ ତାର ଔଷଧ ବିକିବା ଦାୟିତ୍ୱ। ତେଣୁ ରୋଗୀଟିଏ ଗଲା ପରେ ସେ ଯାହା ଅଳ୍ପ ପଇସାରେ ତାକୁ ମାଗିଲା, ସିଏ 2ଟି 4ଟା କରିକି ଏକରେ ତ ଡୋଜ୍ ଇନସଫିସିଏଣ୍ଟ ହେଲା, ତା ଛଡ଼ା ଯୋଉଠି ଦରକାର ନାହିଁ ମଧ୍ୟ ସେ ତାର ବିଭିନ୍ନ ପ୍ରକାର ଔଷଧ ବି ଦେଲା, ତା ଛଡ଼ା ଆଣ୍ଟିବାୟୋଟିକ୍ସ ଦେଲା। ଯୋଉଟା ଆଣ୍ଟିବାୟୋଟିକ୍ସର ଗୋଟିଏ ଜିନିଷ ଅସୁବିଧା ହେଉଛି ବର୍ତ୍ତମାନ ଦୁନିଆରେ, ଆଣ୍ଟିବାୟୋଟିକ୍ସ ରେଜିଷ୍ଟାଣ୍ଟ ହେବାକୁ ବସିଲାଣି ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ସ, କାରଣ ଏହାର ଇନସଫିସିଏଣ୍ଟ ଡୋଜ୍, ଯୋଉଠି ଦରକାର ନାହିଁ ସେଠି ଆଣ୍ଟିବାୟୋଟିକ୍ସ ବା କ୍ୱାକ୍ ଟ୍ରିଟମେଣ୍ଟ, ଔଷଧ ଦୋକାନରୁ ଔଷଧ ଡାକ୍ତରଙ୍କୁ ନ ପଚାରିକି ଡାଇରେକ୍ଟ ଯାଇ ଔଷଧ ଦୋକାନରୁ ଔଷଧ ଦୋକାନୀକୁ ମାଗିବା ଔଷଧ, ଏଇ ହେବା ଦ୍ୱାରା ବିଭିନ୍ନ ପ୍ରକାର ଆଗକୁ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିବାକୁ ଯାଉଛି। ଆମର କାର୍ଯ୍ୟକ୍ରମକୁ ଆସି ଅନେକ ଉପାଦେୟ ତଥ୍ୟ ଆମକୁ ଦେଇଛନ୍ତି ଆମ ଶ୍ରୋତାବନ୍ଧୁମାନଙ୍କୁ। ଏଇ ବର୍ଷା ଦିନରେ ଆମେ କେମିତି ନିଜକୁ ସୁରକ୍ଷିତ ରଖିବା, କେମିତି ଆମେ ସଚେତନ ହେବା, କେମିତି ସତର୍କତା ଅବଲମ୍ବନ କରିବା। ଆଜି ତ ସମୟ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଶ୍ରୋତାବନ୍ଧୁଙ୍କଠାରୁ ବିଦାୟ ନେଉଛୁ। ନମସ୍କାର।